सते आस आस मा देवता कहिब सुंदर कथा आउरी प्रसन्न होइन बाणी सत्य प्रसन्न होइन बाणी कहिब यही कहानी हेले भाई हे सभारे आसी उपस्थित हेले गुरुदेव शुणा तांको मुखरु जे अम्य भाव ओम गुरु ब्रह्मा गुरु विष्णु गुरु देव महेश्वर गुरु साक्षात् परम ब्रह्म तस्मै श्री गुरवे नमः। वंदे ओम श्रीजुत कमलं श्री गुरु वैष्णु देवो नमस्तुते। मु तो जानी न पारिली हे दुआर मुहरे किए मु तो जानी न पारिली हे दुआर बंधरे किए दुआर मुहरे कि जे करिछंती दुआर मुहरे कि जे करिछंती मायावी पुरुषटिए मु तो जानी न पारिली हे दुआर मुहरे किए धारी अर्थ को बुझाई कहिब सबारे पुरी सोज्ञ जन माने बसिछंती एटी कनकु डेरी न जानी मु तो जानी न पारिली हे दुआर बंधरे किए जानी न पारिली हे दुआर बंधरे ए बापा दुआर मुहरे आगे कहला आगे दुआर बंधरे बंध होगला तम घरे कौन आउरी सुपुनी परा शुभुनी हेले महाप्रभु हा हा आपणकर प्रश्नटी कौन है मु तो जानी न पारिली ग बा हे हाँ क्या कर दुआर मुहरे किए
ଦୁଆର ମୁହଁରେ କିଏ କୋଶ୍ଚିନ୍ ନା ହେଲା ଦ୍ୱାର ମୁହଁରେ ବିଜେ କରିଥିଲେ ମାୟାବୀ ପୁରୁଷ କିଏ? ଆରେ ମୁଁ ତ ଜାଣି ନ ପାରିଲି ଗୋ ଦୁଆର ମୁହଁରେ କିଏ ଦୁଆର ମୁହଁରେ ବିଜେ କରିଥିଲେ ମାୟାବୀ ପୁରୁଷଟି ବାଏକେ হা মাগ কটার কায়া করে গণিকা মাছ নমস্তকা মালো পট পিট পিরে উড়ে পতাকা মাছ নমস্তকা উজ্জ্বল কজল আখিরে তোর কজল গার কমল পয়রে মাগ তোর অলতা ধার বসিছ পথরে মৌন হই দুঃখীঙ্কর দুঃখ বুঝিবা পাই বসিছ পথরে মৌন হই দুঃখীঙ্কর দুঃখ বুঝিবা পাই মাগ ବୋଲାଉଛୁ ସାରା ଜଗତ ମାତା ମାଛ ନମସ୍ତକା ମାଲୋ ଆଠ ଗଡ଼ ଠାରେ କରିଛ ବସା ମାଛ ନମସ୍ତକା ତେବେ ଲୟ କର ହେ ଜ୍ଞାନୀ ଜନତା ମୋ ଆଜ୍ଞା ପଚାରିଲେ ଏ ସୁନ୍ଦର କଥା ଜାଣି ନ ପାରିଲେ ପୁଣି ଏ ଦୁଆର ମୁହଁରେ କିଏ ଅଛି ଦୁଆର ମୁହଁରେ ମାୟାବୀ ପୁରୁଷ ଏ କଥା ଗୋଟିକିଏ କାହାକୁ କହୁଛି ଲୟ କର ଶୁଣ ଜ୍ଞାନୀ ଜନ କହିବି କି ପଦେ ଏବେ ରାମାୟଣ ସାତକାଣ୍ଡ ରାମାୟଣ ବାଲ୍ମୀକି ଲିଖନ লয় কর হে জ্ঞানী জন আদ্য অযোধ্যা পুণি অরণ্য কিষ্কিন্ধ্যা যে সুন্দরা লঙ্কা সহিতরে হে রহিছি উত্তরা অরণ্য কাণ্ডর কি হে বিবরণ হে বাবা মানে মোরডের শ্রবণ ଯେଉଁଦିନ ରାମ ଗଲେ ଘୋର ବନକୁ ସଙ୍ଗତେ ଘେନି ଗଲେ ସୀତା ଲକ୍ଷ୍ମଣଙ୍କୁ ପଞ୍ଚବଟୀ ବନେ ରାମ କୁଟୀର କଲେ ଦଶୁ ଦଶାନନ ସୀତା ଚୋରାଇ ନେଲେ ଯେଉଁଦିନ ମୃଗ ପଛେ ପଛେ ଗଲେ ଦେବତା ରାମ ଖଣ୍ଡେ ଦୂରୁ ତ୍ରାହି ଲକ୍ଷ୍ମଣ ଡାକିବ ସେ ମୃଗ ଯେ ବହନ ତିନି ଗାର କାଟି ଦେବେ ସେହି ସୌମିତ୍ରୀ ଗୋଡ଼ାଇ ଯିବେ ମୃଗ ପଛରେ ଝଟତି ଆଜ୍ଞା ଜ୍ୟୋତି ବେଶ ଧରି ମାୟାବୀ ସେ ରାବଣ ଦ୍ୱାର ଦେଶେ ଉଭା ପାଇ ଭିକ୍ଷାକୁ ଯେ ଦେବ ମାଗିଣ ରାମାୟଣ କଥାଟା ମୁଁ ଦେଉଥିଲି କହି ଏ କଥାରେ କି ମନ ହେବ ଯେ ରହି କିବା ମାୟାବୀ ରାକ୍ଷସ କଥା ମୁଁ ତ ଦେବି ବୁଝାଇ ବାଡ଼ି ଦ୍ୱାରରେ କିଷ୍କିନ୍ଧ୍ୟା କଟକରେ ବୁଣି ମାୟାବୀ ଦୈତ୍ୟ ଡାକିବ ଆସ 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 ସୁଗ୍ରୀବ ନାଥ ତ ରେ ବାଡ଼ି ଦଣ୍ଡ ଧର ଅଙ୍ଗେ ବଳ ଥିଲେ ରେ କରିବୁ ସମର ଏ କଥା ଗୋଟି କିବା ଦେବା ବୁଝାଇ କିଷ୍କିନ୍ଧ୍ୟା କିଏ ମାୟାବୀ ଦୁନ୍ଧବୀ ମାୟାବୀ କଥା ମୁଁ କହୁଥିଲି ରାମାୟଣ ହବ ନା ନାଇଁ ମହାପ୍ରଭୁ କାଟ ଖାଇଲା ଭାଇ ଆଜ୍ଞା ଦିଅ ଟିକେ ମାଗିଲା ରାମାୟଣ ହେଲାନି ଦ୍ୱାର ଦେଶରେ କିଏ ଗୋଟେ ଅଛି ଜାଣି ନ ପାରୁଛି ମାୟାବୀ ହେ ପଣ୍ଡିତ ମଣ୍ଡଳୀ ମୋର ଶୁଣିବ ଦେଇ ମନ କିବା ଜରାସନ୍ଧର କଥା ମୁଁ ଦେବି ବୁଝାଇ ନ ଯେଉଁଦିନ ଜରାସନ୍ଧପୁରକୁ ଯିବେ ଦେବତା ଭଗବାନ ଚାରି ଗୋଟି ଦ୍ୱାର କରିଥିବ ନିର୍ମାଣ ପୂର୍ବ ପଶ୍ଚିମ ଦକ୍ଷିଣ ଉତ୍ତର ଏ ଦ୍ୱାର ମାନଙ୍କରେ କି ମନ ଅଛି ତୁମର ଯଦି ଏ ଦ୍ୱାରରେ ନାହିଁ ତୁମ ମନ ଆଉ କିଏ ଦ୍ୱାରରେ ମାୟାବୀଟା ବୁଣିଥିଲା ରହିଣ ଲକ୍ଷ୍ୟ କର ହେ ଜ୍ଞାନୀ ଜନ ଇଏ ଯୋଉ ବ୍ୟାସ ଲେଖିଲେ ଶ୍ରୀ ମହାଭାରତ ଭାରତରେ ପୁରୀ ରହିଛି ଅମୃତ କାହିଁକି ନା ଆଜ୍ଞା ଭାରତ ଶ୍ରୁତି ମାତୃଣ ଗଙ୍ଗା ସ୍ନାନ ମାନ ବାହା ବିଷ୍ଣୁ ଶରଣ ମାତୃଣ ସର୍ବ ପାପ ପ୍ରମଶ୍ଚତେ
ଶ୍ରୀ ମହାଭାରତ ପୁଣି ସାକ୍ଷାତ ଅମୃତ ହଁ ସେ ଭାରତ କଥାରେ କିବା ରହିଅଛି ଚିତ୍ତ ଲୟ ଦେଇ ଥରେ ଶୁଣ ପଚାରିବା ବାଣୀ ଗୋଟି ଗୋଟି ସଭା ମଧ୍ୟେ କହିବା ବଖାଣି କହିବା ବଖାଣି କହିବି କି ବନ୍ଧୁ ଏ ତ ବିରାଟର କଥା ছদ্মবেশ হই গলে সে পাণ্ডবে কাহে সে পাণ্ডবে শ্রী রাম জয় রাম জয় জয় রাম রাজীব চিত্র প্রভু কৌশল্যানন্দন হে কৌশল্যানন্দন কিবা যদি ন দ্রৌপদীকে বলৎকার করিব সে বীর কিচক লয় কর মোর পণ্ডিত দ্রৌপদী বেশ ডাকু হেব বীর ভীমসুত যাহিণ দ্বার দেশে কিচকর তো উভা হইথিব দেখ সে ভীম পুত্র জানি ন পারিব পুଣି এ কিচক দ্রৌপদী ভাবি ভীমକୁ আলিঙ্গন করে ও আকে দ্রৌপদী কি ନାଇଁ ନାଇଁ ଭୀମସେନ ଦ୍ରୌପଦୀ କୁଣ୍ଢେଇକିରି ଧରି ପକେଇବ ବାପ ହଁ କରିଦଉନ ଓଷ ଖାଇବା এইটা কি ওষ খাইলে ହେଇଯାତା ବେଲେ ତ ସମସ୍ତେ ଖାଇ ଖାଇ ଓଷ ହେଇଯାତଣି ହେଲେ ସେ ହବାଟା ଏ अरे ହବାଟା बाबा ଆଁ? गोठ गाँ जाओ ବ୍ରହ୍ମବର୍ତ ହବ ବୋଧି ମାଷ୍ଟ୍ରୀ, ଆପଣ ପାଖରେ ରହିଲେ ଆମେ ନେଇ ଛୋଡ଼ଙ୍ଗା ଆପଣ ଟିକେ ଖାଡ଼ା ଫେଙ୍ଗା माया पुरुष किए କିବା ଦାନି କର୍ଣ୍ଣ କଥାରେ ହେ ରହିଛି ମନ ଯଦି ନ ମାୟାରେ ବ୍ରାହ୍ମଣ ରୂପେ ହେବେ ଦେବ ନାରାୟଣ କପାଳରେ କାଟିଦେବେ ହରି ମନ୍ଦିର ଚିତା ସ୍କନ୍ଦରେ ପକାଇବେ ପୁଣି ଯେ ଯଜ୍ଞ ପଇତା କାଖ ତଳେ ଧରିଦେବେ ତାଳ ପତ୍ର ଛତା ଧୀରେ ଧୀରେ ପୁଣି ଯିବେ ସେ ନାରାୟଣ କର୍ଣ୍ଣ ଦ୍ୱାରରେ ଯାଇ ଯିବେ ମିଳିଣ ଇଏ ତ କହିବେ କର୍ଣ୍ଣକୁ ଶୁଣ ଆରେ ବାପ ଏ ବ୍ରାହ୍ମଣକୁ ମୁଠେ ଅନ୍ନ ଦିଅ ସତ କର୍ଣ୍ଣ ବୋଲିବ ଶୁଣ ଆହେ ଦେବତା ଯୋଉ ଅନ୍ନ ମାଗିଲେ ମୁଁ ଦାନ ଦେବି ଆକା ସେ ବୋଲିବେ ଏମିତି ସେମିତି ବାପ ନ ଖାଏ ଅନ୍ନ ସତ୍ୟ କଲେ ତ ତେରେ ମାଗିବି ଭୋଜନ ମାୟାବୀ ପୁରୁଷ ଦାନି କର୍ଣ୍ଣ ହୋଇ ପହଞ୍ଚିଯିବେ ଦ୍ୱାର ଦେଶରେ କାର ଯଦି ସେ ପାଠରେ ନ ଅଣ୍ଟିବ ମନ ବଳିବା ମନ କଥା କି ଦେବି କହିଣ ଯଦି ସେ କଥାରେ ନ ଅଣ୍ଟିବ ମନ କିଏ କିଏ ମାୟାବୀ ପୁରୁଷ କାର ଦ୍ୱାର ଦେଶେ ଅଛି ଗୋଟି ଗୋଟି ସଭାରେ ବୁଝାଇ କହୁଛି କେତୁଟା ଉତ୍ତର ମୋର କରିବ ନାସ୍ତି ବିଦୁର ଘରକୁ ଯିବେ ଯେ ନାରାୟଣ ଯାର ଲୋମ ମୂଳେ କୋଟି ବ୍ରହ୍ମାଣ୍ଡ ମାଳ ମାଳ ନବଲକ୍ଷ ମେଦିନୀ ଯା ଗୋଟିଏ କୁଣ୍ଡଳ ଯାର ନାସିକା ରୁହେ ବହୁଛି ମରୁତ ବିଶ୍ୱ ବ୍ରହ୍ମାଣ୍ଡ ଯାହାଙ୍କୁ ଜାଣନ୍ତି ଜଗନ୍ନାଥ ମାୟାବୀ ପୁରୁଷ ମାୟାବୀ ଆଇବେ ବିଦୁର ଦ୍ୱାରରେ ଯାଇ ପ୍ରବେଶ ହେ ଯଦି ସେ କଥାରେ ତୁମ ନଣ୍ଡେ ମନ ଆଉ କିଏ ମାୟାବୀ ପୁରୁଷ ହେ ହୋଇଲା ବହନ କ୍ୱାଦ୍ୱାର ଦ୍ୱାସରେ ଯାଇ ଗଲା ମିଳିଣ ଜାଣି ନ ପାରିଲା ମାୟାବୀ ପୁରୁଷକୁ କହୁଅଛି ପୁଣି ଏବେ କିଏ ବାବ
ହବନି ବାଣ ହରଣ ଯୋଉଦିନ ଅନର୍ଘମଣି ମୁକୁଟକୁ ପିନ୍ଧିବ ମାନି ଏ ଯୋଉ ବୀରବର କିରଟି ରାତ୍ର ପାଇଥିଲେ ଭୀଷ୍ମ ଯୋଉ 5 ଗୋଟି ବାଣ ରଖିଥିଲା ଏ ପଞ୍ଚ ପାଣ୍ଡବକୁ ମାରିଥାନ୍ତା ଏ ବାଣ ଯାକୁ ହରଣ କରି କିବା ଯତୁ ଏ ଯୋଉ ପଥର ଘରେ ରଖିବ ପୁଣି ଗାନ୍ଧର ରାଜ ବୈଶ୍ୟ ଦୁର୍ଯ୍ୟୋଧନ ପୁଣି ଶୁଣ ଆହେ ମୋ ପଣ୍ଡିତ ଗୋଟିଏ ମାତ୍ର ପୁଅ ଗାନ୍ଧାର ରାଜାର ବଞ୍ଚିବ ଶଙ୍କୁନି ସେ କଥା ସଭାରେ କି ବୁଝାଇ ଦେବି ଆଣି ବନ୍ୟା ସବୁ ଜାଣେ ମାଷ୍ଟ୍ରେ ହଁ ତମ ବଇକିରି ଖୋଜ ଠିଆ ହେଲେ ଏନର୍ଜି ଡ୍ରିଙ୍କ ମିଳିବ हे तू अंदे नरस विदुषा चरण हे तू अंदे नर किए मायावी पुरुष देवा कहीन हे तू अंदे श्री महाभारत पद 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 के अमृत पद पद के किबा पांडवासुर कथारे रही चित हे तू अंधे आन माइया का कोटा हेले गोटे बाजुनी हेले आज्ञा ये जो आद्य मध्य सभापुणी मन जे विराट आद्य मध्य सभापुणी मन जे विराट इमिंदी रही अच्छे आज्ञा 18 पर्वत कोठारे छंद पुणी करिले आपण माया भी दैत्यटा द्वार पाशरे थिला जे रहीण माया भी गोटे हाँ नहीं दैत्य नहीं माया भी पुरुषटा कि हेले माया भी पुरुष की धरिमी नारायण नारायण कहिले कि अंटिब मन नारायण भाई हे काट गला खाई किबा घटच कचरे तुम्भर मन थाई हिडिम्बी की वन राजा जे घटच कच निया नथिले मध्य धुआं काढु अछि पुत्र लय दे शुण तुम्भर कारण मन पड़गला यार विवरण ये धर्मंगर बीर्जे जात जेवण युधिष्ठि कड़ले उठाइले पुणिले उठई सृष्टि एक दिने पुणी करती विचार राजसिंह यज्ञ करबाकू मन तांकर राजसिंह यज्ञ करबाकू मन 4 लक्ष राजा को कले निमंत्रण दैवरे गोटे राजा न होइछि निमंत्रण तले पाप छतरे बसी से दिन पंडु राजन बसी अछंती पंडु राजन पुणी देखी ब्राह्मण माने कहिले कहानी द्वार देश रे बापा जे रही आउ गोटे राजा पुणी आसिले झटदी पूर्ण होइब तुम्भर यज्ञ गोटी द्वार देश रे पुणी अछंती से पंडु राजन कहिले कि तुम्भर पाई जीव मन एडाले नाई माया भी पुरुषटा हाइथिवार अछि ना हा हा जय हे जय पावन राम वैदेही मनहारी जय हे जय पावन राम वैदेही मनहारी कौशल्यानंदन हे विश्वबंदन कौशल्यानंदन हे
ବିଶ୍ୱବନ୍ଦନ କାନ୍ଦ କଦଣ୍ଡ ଧାରି ଜୟ ହେ ଜୟ ପାବନ ରାମ ବୈଦେହୀ ମନହାରି। ଯେଉଁ ପଦରଜ ପାଇଥିଲେ ଦିନେ ଶ୍ୟାପୁ ଗୌତମ ନାରୀ। ଯେଉଁ ପଦରଜ ପାଇଥିଲେ ଦିନେ ଶ୍ୟାପୁ ଗୌତମ ନାରୀ। ଧନୁ ଭଗ୍ନ ଦିନ ସାତୁଳ ସମ ଧନୁ ଭଗ୍ନ ଦିନ ସାତୁଳ ସମ ଭୃଗୁପତି ଗର୍ଭହାରି ଜୟ ହେ ଜୟ ପାବନ ରାମ ବୈଦେହୀ ମନହାରି। ହ୍ୟାଲୋ হ্যালো হ্যালো ହ୍ୟାଲୋ জটা বিমণ্ডিত দণ্ডক আশ্রিত দণ্ডক মণ্ডল ঢালি। জটা বিমণ্ডিত দণ্ডক আশ্রিত দণ্ডক মণ্ডল ঢালি। দর্শন লভিলে ব্রহ্মপদবিকু দর্শন লভিলে ব্রহ্মপদবিকু নিজকু সজাই নারী জয় হে জয় পাবন রাম বৈদেহী মনহারি। হ্যালো হ্যালো হ্যাঁ নিয়ম କରିଦେଲେ ଗୋଟେ ଭାଇ କି 5 ଦିନ ପଡିବ। 5 ଦିନ ହେଲେ 5 ପଚା 25 ଦିନ ହେଇଗଲା। ଯୋ ଭାଇଟା ଦ୍ରୌପଦୀପୁରରେ ଥିବ ହେଲେ ହଁ ହଁ ଯୋ ଭାଇଟା ଆଜ୍ଞା ଥିବ କକ୍ଷରେ ଦ୍ରୌପଦୀଙ୍କର ତାର ପାଣ୍ଡେଇ ହଳଟା ବାହାରେ ଥିବ। ହେଲେ ସେ ଚପଲକୁ ଦେଖିକିରି ଆଉ କିଏ ଯିବେନି। ହେଲେ ଆଜ୍ଞା ସେ କଥା ଆଜ୍ଞା ଏପରି ନିୟମ ରହିଅଛି। ଦିନକର କଥା ଶୁଣ ମୁଁ ପଣ୍ଡିତ ବନ୍ଦେ। ମାୟାବୀ ପୁରୁଷ ବୋଲେ ଅଗ୍ନିଦେବ ହେଲେ ମାୟାବୀ ପୁରୁଷ ପୁଣି ଅଗ୍ନିଦେବ ହେଲେ ଲୁଦୁ ବୁଧୁ ବ୍ୟାଧି ପୁଣି ହୋଇଛି ଶରୀରରେ। ସେ ବ୍ୟାଧିରୁ କିପରି ପୁଣି ହୋଇବେ ମୁକ୍ତି କଥା ସେଦିନ ସକଳ ଦେବତା ମିଶି ଦେଲେଣି କହି ଖାନବ ବନଟାକୁ ଦେବେ ତ ପାରିବ ଖାଇ। ସେ ବନରେ ବିବିଧ ପୁଣି ଭଜ ଶୋଚି ସେ ଔଷଧରେ ଅଗ୍ର ଭଲ ହୋଇବଟି। ହଁ ହଁ ଏତେ ବୋଲି ଅଗ୍ନିଦେବଙ୍କୁ ଦେଲେ କହି ବିଚାର କଲେ ଅଗ୍ନି ଦେବତା ଯେ ଯାଇ ଅର୍ଜୁନ ଆସିଲେ ଏ ବନଟାକୁ ତ ଦହିବ। ହଁ ହଁ ଆହୁରି ସେ କଥା ମନ ମଧ୍ୟ ବିଚାରିଥିବ। ଦୈବର କଥା ଏ ଭାରତର ବାଣୀ। ଦ୍ରୌପଦୀପୁରରେ ଥିବେ ଧର୍ମ ଯୁଧିଷ୍ଠି ପୁଣି ପାଦର ପାଣ୍ଡେଇ ଥିବ କିଏ ଦ୍ୱାର ଦେଶରେ ଜାଣି ନ ପାରିବେ। ଅଗ୍ନିଦେବ କୁକୁର ବେଶ ହେବେ ସେହିଠାରେ। ଆହୁରି କୁକୁର ବେଶ ପୁଣି ହୋଇବେ ଅଗ୍ନିଦେବ। ପ୍ରଥମରେ ଯୁଧିଷ୍ଠିଙ୍କ ପାଦୁକା ହରି ନେବ। ହଁ ହଁ ତାପରେ କହିବ ଯାଇ ଅଗ୍ନି ବ୍ରାହ୍ମଣ ରୂପରେ ଅର୍ଜୁନକୁ ଡାକିବ ପୁଣି ବାରୁଣା ବନ୍ଧରେ। ଆସିବେ ଅର୍ଜୁନ କହ ହେ ବ୍ରାହ୍ମଣ କିନି ମତେ ଆସିଲ ବାରୁଣା ଭବନ।
ଅଗ୍ନିଦେବ କହିଲେ ଶୁଣ କିରିଟି କହିଲେ ଯୁଧିଷ୍ଠିର ଡାକିଲେ ମୋର ଯେ କଥାବାର୍ତ୍ତା ଅଛି ହଁ ହଁ ଆଙ୍କର ତ ପଣ ହେଇଛି ହଁ ହଁ ଦ୍ରୌପଦୀ ହଁ ଜାଣି ନ ପାରିଲି ଗୋ ମାୟାବୀ ପୁରୁଷଟିଏ ମାୟାବୀ ପୁରୁଷ ଅର୍ଜୁନ କହୁଛନ୍ତି ଯୁଧିଷ୍ଠିର କହିଲେ ଏ ମାୟାବୀ ପୁରୁଷ ଅଗ୍ନି ଯୋଉ କୁକୁର ବହି ନେଲେ ଏ ମାୟାବୀ ପୁରୁଷଟା କିଏ ହେଲା କି? ହଁ ଏ ମାୟାବୀ ପୁରୁଷଟା କିଏ ଯୋଉ ଚପଲ ଯାକ ନେଇଗଲା ମୁଁ ଜାଣି ପାରିଲିନି ମତେ ଡାକିଲା ହୁଁ ଯେତେବେଳେ କି ଅଗ୍ନି ଦେବତା ମାୟାବୀ ରୂପ ଅର୍ଥ ବ୍ରାହ୍ମଣ ବେଶରେ ଆସିଛନ୍ତି ହଁ ହଁ ସେ ବ୍ରାହ୍ମଣ ବେଶରେ ଆସି ଅର୍ଜୁନଙ୍କୁ ଡାକିଛନ୍ତି ଅର୍ଜୁନ ସେଇଟା ଇଏ ମାୟାବୀ ବୋଲିକି ଜାଣିନାହାନ୍ତି ନାଇଁ ବ୍ରାହ୍ମଣ ବୋଲିକି ଜାଣିଛନ୍ତି ହଁ ବୁଝିଲେ ତା ପରବର୍ତ୍ତୀ କାଳରେ ଯେତେବେଳେ କି ତାଙ୍କର ବରପ୍ରାପ୍ତ ହେଇଗଲା ତାଙ୍କ ପହ କଲେ ଯିବେ ବୁଝିଲେ ଇଏ ତାଙ୍କ ତାପରେ ଅକ୍ଷୟ ସହଦେବଙ୍କୁ ପଚାରିଲେ ଯେ ଏ ବିଷୟବସ୍ତୁ ମୁଁ ଜାଣିପାରିଲି ବୁଝିଲେ ସହଦେବ କହୁଛନ୍ତି ଅଗ୍ନି ଦେବତା ବିପ୍ର ବେଶରେ ଆସିଥିଲେ ଆଉ ତାଙ୍କର ଭବିଷ୍ୟତରେ ଖାଣ୍ଡବନ ଦହନ ହବ ତମକୁ ନେବା ପାଇଁ ଆସିଛନ୍ତି ତାଙ୍କର ବୁଦ୍ଧୁ ବୁଦ୍ଧୁ ଆସି ଯଜ୍ଞ ହେଇଥିଲା ସେ ଯଜ୍ଞରୁ ସେ ବୁଦ୍ଧୁ ବୁଦ୍ଧୁ ତାକୁ ଦୂର କରିବା ପାଇଁ ଆସିଥିଲା ଗୋଟେ ହେଲେ ଅର୍ଜୁନ ଆଉ ହେଲେ ଅର୍ଜୁନଙ୍କ ସହଦେବ ମୁଁ ପଚାରିବି ମୁଁ ଜାଣି ନ ପାରିଲି ପଛାକା ପଚାରିବି ଏ ମାୟାବୀ ପୁରୁଷଟା କିଏ ଆସିଥିଲା ଯାହା ପାଇଁ ବୋଲିକି ମୁଁ ହଁ ସେଦିନ ସହଦେବ କହିବ ଅଗ୍ନି ଦେବତା ବ୍ରାହ୍ମଣ ବେଶରେ ଆଇଥିଲେ କାହିଁକି ପୂର୍ବରୁ ତମର ଖାଣ୍ଡ ବର୍ଣ୍ଣଟା ପୂର୍ବରୁ ଅଛି ଦହନ ମାୟା ବେଶ ଆସିଥିଲେ